ଓଡ଼ିଆ ସଙ୍ଗୀତ ଜଗତରୁ ହଜିଗଲା ଆଉ ଜଣେ ତାରକା। ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ, ଆଲବମ୍ ଜଗତର କିଙ୍ଗ କୁହାଯାଉଥିବା ଅଭିଜିତ ମଜୁମଦାର। ଦୀର୍ଘ ମାସ ହେବ ରୋଗ ସହ ଲଢ଼େଇ କରି ଶେଷରେ ଏ ଦୁନିଆ ଛାଡ଼ିଛନ୍ତି ଅଭିଜିତ ଦାଦା। ଅନେକ ଦିନ ଧରି ସେ କୋମାରେ ଥିଲେ ଏବଂ ଭୁବନେଶ୍ୱର ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା। କିଛି ଦିନ ପୂର୍ବରୁ ସେ ପୂର୍ବାପେକ୍ଷା ସୁସ୍ଥ ଥିବା ମଧ୍ୟ ସୂଚନା ମିଳିଥିଲା। ହେଲେ ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଅଭିଜିତ। ଆଜି ଏମ୍ସରେ ହିଁ ତାଙ୍କର ଦେହାନ୍ତ ହୋଇଛି। ଲିଭର ଜନିତ ସମସ୍ୟାରେ ସେ ପୀଡ଼ିତ ଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ମଲ୍ଟି ଅର୍ଗାନ ଫେଲ୍ ହେବା ଯୋଗୁଁ କୋମାରେ ଥିଲେ ଅଭିଜିତ। ଓଲିଉଡରେ ଅଭିଜିତ ଦାଦା ଭାବେ ପରିଚିତ ଥିଲେ ସେ। ସିନେମା ସହ ଆଲବମ୍ ଗୀତରେ ଶ୍ରୋତାଙ୍କ ମନ ମୋହୁଥିଲେ ଅଭିଜିତ। 50ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କଣ୍ଠଦାନ କରିଛନ୍ତି। ଏ ଗୌରା, ଆଜିକାଲି କ'ଣ ଖାଉଛୁ, ଏ ସାଲୁ, ରିବନ ଫିତା ଏମିତି ଅନେକ ହିଟ୍ ଆଲବମ୍ ରହିଛି ତାଙ୍କର, ଯେଉଁଗୁଡ଼ିକୁ ସେ ନିଜେ କଣ୍ଠଦାନ କରିଛନ୍ତି। ସେହିଭଳି କାଶିଆ କପିଳା, ରଖିବ ଯଦି ସେ ମାରିବ କିଏ, ମୋ ସୁନା ପୁଅ, ମୁନା ଏ ଲଭ୍ ଷ୍ଟୋରି, ତୁ ଥା ମୁଁ ଯାଉଛି ରୁଷି, ବାଳୁଙ୍ଗା ଟୋକା, ମ୍ୟାଟ୍ରିକ ଫେଲ୍, ରଙ୍ଗିଲା ଟୋକା, ଲଭ୍ ମାଷ୍ଟର, ଆମେ ତ ଟୋକା ଷଣ୍ଢ ମାର୍କା, ଭଉଁରୀ, ଇସ୍କ ତୁ ହି ତୁ, ସମୟ ବଡ଼ ବଳବାନ, ଲଭ୍ ଷ୍ଟେସନ ଏମିତି ଅନେକ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାବୁସାନଙ୍କ ସିଷ୍ଟର ଶ୍ରୀଦେବୀ, ସୁନ୍ଦରଗଡ଼ର ସଲମାନ ଖାଁ, ଶ୍ରୀମାନ ସୁରଦାସ ଓ ଅନୁଭବଙ୍କ ବାବୁଲା ବାରବୁଲାରେ ବି ସେ ମ୍ୟୁଜିକ୍ ଦେଇଛନ୍ତି। କଟକରେ ଜନ୍ମ ତାଙ୍କର। କଟକ ପାଣିପବନରେ ବଢ଼ିଥିବା ଅଭିଜିତ ମଜୁମଦାର ସମସ୍ତଙ୍କର ପ୍ରିୟ ଥିଲେ। ପ୍ରଥମେ ସମ୍ବଲପୁରୀ ଆଲବମ୍ରୁ କ୍ୟାରିୟର ଆରମ୍ଭ କରି ଓଲିଉଡରେ ପହଞ୍ଚିଥିଲେ। ସେ 700ରୁ ଅଧିକ ଗୀତକୁ ସଙ୍ଗୀତରେ ସଜାଇଛନ୍ତି। ତାଙ୍କ ଦେହାନ୍ତରେ ସାରା ଓଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିଜିତ ବହୁ ଜଟିଳ ରୋଗରେ ପୀଡ଼ିତ ଥିଲେ। ଉଚ୍ଚ ରକ୍ତଚାପ, କ୍ରନିକ୍ ଯକୃତ ରୋଗ ଆଦି ତାଙ୍କ ଶରୀରକୁ ଘାରିଥିଲା। ପ୍ରବୀଣ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଗତବର୍ଷ ସେପ୍ଟେମ୍ବର 4 ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘକାଳୀନ ଯାନ୍ତ୍ରିକ ଭେଣ୍ଟିଲେସନକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର 9ରେ ପର୍କ୍ୟୁଟେନିୟସ୍ ଟ୍ରାକିଓଷ୍ଟମି କରାଯାଇଥିଲା। ଧୀରେ ଧୀରେ ଯାନ୍ତ୍ରିକ ଭେଣ୍ଟିଲେସନରୁ ମୁକ୍ତ କରାଯାଇଥିଲା ଅଭିଜିତଙ୍କୁ। ସେପ୍ଟେମ୍ବର 25ରେ ମେଡିସିନ ୱାର୍ଡକୁ ସ୍ଥାନାନ୍ତରିତ ହୋଇଥିଲେ ଅଭିଜିତ। ତାଙ୍କର କ୍ଲିନିକାଲ ଅବସ୍ଥା ଖରାପ ହେବା ଯୋଗୁଁ ତାଙ୍କୁ ଅକ୍ଟୋବର 11ରେ ପୁଣି ମେଡିକାଲ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କର କ୍ଲିନିକାଲ ଅବସ୍ଥାରେ ଉନ୍ନତି ହେବା ସହିତ ତାଙ୍କୁ ଧୀରେ ଧୀରେ ଭାସୋପ୍ରେସର ଏବଂ ଯାନ୍ତ୍ରିକ ଭେଣ୍ଟିଲେଟର ସମର୍ଥନରୁ ମୁକ୍ତ କରାଯାଇଥିଲା। ଏହାପରେ ଅଭିଜିତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା। ସେ ଭେଣ୍ଟିଲେଟରରୁ ବାହାରକୁ ଆସିଥିଲେ। ତେବେ ଅଚାନକ ତାଙ୍କ ଦେହ ପୁଣି ବିଗିଡ଼ିବା ପରେ ଆଜି ପରଲୋକ ହୋଇଯାଇଛି। ଏବେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା। ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।